नारायण समारंभा व्यास शंकर मध्यमा अस्मत् आचार्य पर्यन्तं वन्दे गुरु परंपरा सदाशिव समारंभा शंकराचार्य मध्यमा अस्मत् आचार्य पर्यन्तं वन्दे गुरु परंपरा। नमो परमहंसाय निगमानन्दमूर्तये भक्ताभीष्टप्रदातेतु साक्षात् ब्रह्मस्वरूपिणी। আজি জ্যেষ্ঠ 18 दिन इंग्राजी জানুয়ারি মাস इंग्राजी जून मास 8 तारीख रविवार बौरी अंतर्गत अमीरझरी स्थित सत्यनारायण भाईंकर उपासन वार्षिक उत्सव विगत 35 वर्ष धरी सत्यनारायण भाई ठाकुर महाराज को गुरु एवं इष्ट रूपे वर्ण करी स्व बासगृह ग्राम शिष्य बासगृह श्री श्री ठाकुर आसन प्रतिष्ठा करी घर कर्ता भाव वर्ण करी सेवा पूजा कर सब बड़ कथा परिवार समस्त को ठाकुर भाव आप्यायित करी ठाकुर सेवा करने को यथेष्ट प्रयत्न जनरेशन समस्त से ठाकुर भाव ये गोटे सब बड़ कथा जे आप जीवन दशा मध्य आप सब परिवार को ठाकुर पाखे समर्पण कर ठाकुर भाव में भावित कर ये आज की 35 वर्ष है ये 35तम बोधे ना 34तम परिवार तात्पर्य होची गत वर्ष श्री श्री ठाकुर को यही दिन में निमंत्रण करते वर्ष सारा ठीक ठीक भाव में सेवा पूजा करने को चेष्टा कर सेवा पूजा सेवा जो मैंने करती ठीक भाव में सेवा कले दोष त्रुटि हवा स्वाभाविक किसी ना त्रुटि निपुण भाव में सेवा करवाटा बहुत कष्ट और सही सेवा पूजा जहाँ दोष त्रुटि अच्छी आज दिन में श्री श्री ठाकुर पाखे त्रुटि विच्युति करी निजर दोष पे त्रुटि विच्युति करी आसंता वर्ष पे सेवा पूजा करने निमंत्रण ये बुझे वार्षिक उत्सव तात्पर्य विषय आ बाकी कथा तो अनेक कथा तेणु आज ये उत्सवटी से ठाकुर पाखे त्रुटि विच्युति करेंगे आसंता वर्ष पे सेवा पूजा करने अत्यंत विश्व विवर्तन गोटी अरब पर आ गोटी अरब बढ़ी संवत्सर पर संवत्सर सरी जाए विगत 2024 मसीहा अतीत गर्भ को चली जाए बहु कोरोना महामारी पर विश्व में युद्धर कराल यवनिका आक्रांत कला यूरोप समग्र यूरोप रूसिया जाके रूसिया यूक्रेन जाके यूक्रेन मध्यप्राच्य जाके इजराइल मध्यप्राच्य जाके भारत पाकिस्तान एमती युद्ध चारिड़े विनाश विनाश सब विनाश कराल चित्र लक्ष 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 मृत्यु मुखे पतित होता एवं लक्ष लक्ष लोक विस्तारित ये सब भितर आम सब विनाश 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 ये कथा शुणी
କିନ୍ତୁ ତା ଭିତରେ ଯେ ବିକାଶ ଶବ୍ଦଟା ଗୋଟେ ଯୋଡ଼ି ହେଇଛି ଏ କଥାଟା ଆମେ ସବୁବେଳେ ମନେ ରଖିପାରୁନୁ। ଦେଖନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯେତେବେଳେ ବର୍ଲିନ ସହର ହୁ ହୋଇକରି ଜଳୁଥିଲା ସେତେବେଳେ ବର୍ଲିନ ରେଡ଼ିଓରୁ ପ୍ରକାଶିତ ହେଉଥିଲା, ଭାଇମାନେ ବ୍ୟସ୍ତ ହୁଅନ୍ତୁ ନାହିଁ, ଏ ଯେଉଁ ବିନାଶ ଦେଖୁଛନ୍ତି ଏ ବିନାଶ ମଧ୍ୟରେ ଲୁକାୟିତ ହୋଇଯାଇଛି ବିକାଶର ଚିତ୍ର। ଆଉ ବିନାଶର ପଟଭୂମିରେ ବିକାଶ ହିଁ ସମ୍ଭବପର ହୋଇଥାଏ। ସେତେବେଳେ ବର୍ଲିନବାସୀ ଭାବିନଥିଲେ ଯେ କ'ଣ ରେଡ଼ିଓ କହୁଛି, ପାଗଳ ହେଇଗଲେ ନା କ'ଣ। କିନ୍ତୁ ପ୍ରକୃତରେ ଯେତେବେଳେ ଜାଣିଲେ ଯେ ଏଇ ବିନାଶ ଭିତରେ ବିକାଶର ଚିତ୍ର ବି ନିହିତ ହେଇକି ପଟଭୂମିରେ ନିହିତ ହେଇକି ଅଛି, ସେତେବେଳେ ସେମାନେ ଭାବିଲେ ଆଉ ବୋଧେ ହୁଏତ ଆମେ ଯଦି ଆଗରୁ ଜାଣିଥାନ୍ତୁ ଆଉ ବୋଧେ ଅଗ୍ନିସ୍ନାତ ହେବାକୁ ପଡ଼ିନଥାନ୍ତା। ସେମିତି କରୋନା ମହାମାରୀ ହେଲା। ପୃଥିବୀ ସାରା ବୈଜ୍ଞାନିକ ମାନେ ମିଶିକରି ଏ ମହାମାରୀରୁ ରକ୍ଷା କରିବା ପାଇଁ ଭ୍ୟାକ୍ସିନର ଉଦ୍ଭାବନ କଲେ। ସମସ୍ତେ କାହା ପରିବାର ଏମିତି ନାହିଁ ଯେଉଁମାନେ କି ଜଣେ ଜଣେ ତାଙ୍କର ଆତ୍ମୀୟଜନକ ଭାଇଥିଲେ, କିନ୍ତୁ ତା ଭିତରେ ଯେ ବିକାଶ ରହିଛି ନହେଲେ ଗୋଟେ ନୂଆ ଭ୍ୟାକ୍ସିନ୍ ବାହାରି ପାରିନଥାନ୍ତା। ଗୋଟିଏ ଭ୍ୟାକ୍ସିନ୍ ବାହାରିଲା, ବହୁ ଲୋକଙ୍କର ଜୀବନ ସେଭ୍ କରାଗଲା, କିନ୍ତୁ ପୁଣି ଆଉ ଥରେ ବିନାଶର କରୋନାର ଆବିର୍ଭାବ ଘଟିଛି ବିଭିନ୍ନ ମହାଦେଶରେ। ତେଣୁ ବିକାଶ ଆଉ ବିନାଶ এই দুটি শব্দକୁ ଆଜି ଆପଣ ଦେଖିବେ, ଯଦି ଆନାଲିସିସ୍ କରିବେ ଦେଖିବେ এই ଦୁଇ ଜଣ ଯମଜ ଭାଇ ଭଳିଆ ଦିଶନ୍ତି। ଲିପିରେ ଆଉ କଥନରେ ବିକାଶ ବିନାଶ, କେବଳ କକୁ ନ ଚାଖିଲେ ଆଉ ସବୁ ସମାନ। ତେଣୁ ଏଇ ଯେଉଁ ଦୁଇଟି ଚିତ୍ର ଅଛି ବିକାଶ ବିନାଶ, ଏ ସଦାବେଳେ ନିଜ ସତ୍ୟ ଉପରେ ରହି ପରିବର୍ତ୍ତିତ ହେଉଛନ୍ତି। ବିନାଶ ଶେଷ ନ ହେଲା ଯାକେ ବିକାଶର ସମ୍ଭବ ନୁହେଁ। ମଞ୍ଜିରୁ ପୂର୍ଣ୍ଣ ବିନାଶ ନ ହେଲା ଯାକେ ପୁଣି ବିକାଶର ଅଙ୍କୁରୋଦ୍ଗମ ହୁଏ ନାହିଁ। ତେଣୁ ଏ ବିକାଶ ଓ ବିନାଶ ଏ ଦୁଇଟି ପରସ୍ପର ସହିତ ସମ୍ବନ୍ଧିତ ହୋଇକରି ନିଜ ନିଜର ପଥରେ ନିଜ ନିଜର ଗତିପଥରେ ବିବର୍ତ୍ତିତ ହେଉଥାନ୍ତି। ତେବେ ଏହି ବିବର୍ତ୍ତନ ଫଳରେ ଯଦି ଆମେ ଦେଖିବା ଯେ ବିକାଶ ଓ ବିନାଶ ଏ ଦୁଇଟି ଯେତେବେଳେ ନିଜ ସତ୍ୟରେ ଉଦ୍ଭାସିତ ହୋଇକରି ବିବର୍ତ୍ତିତ ହେଉଛନ୍ତି, ତାହେଲେ ସେ ତାକୁ ହିଁ ଯଦି ଆମେ ତୃତୀୟ ସତ୍ୟ ସହିତ ସଂଯୋଗ କରିଦେବା, ଠାକୁରଙ୍କ ସହିତ ସଂଯୋଗ କରିଦେବା, ଆପଣ ଦେଖିବେ ବିକାଶ ଓ ବିନାଶ ବିବର୍ତ୍ତିତ ହେବା ପରିବର୍ତ୍ତେ କଣ୍ଟ୍ରାଡିକ୍ଟରି ଆଉ କଣ୍ଟ୍ରାରି ଭାବରେ ବିଦ୍ୟମାନ। ତେଣୁ ବିକାଶ ଆଉ ବିନାଶର ଫଳରେ ବିକାଶର ସୃଷ୍ଟି। ଆମର ଗୋଟେ ପ୍ରାର୍ଥନା ଅଛି, ଧ୍ୱଂସ ପରେ ରଚନାର ଅଭିନବ ରୂପ, ଦେଖି ଦେଖି ଆସିଯିବ ଅସଲ ସ୍ୱରୂପ, ମିଳାଇ ନପାରେ ଯେ ତବ ଯନ୍ତ୍ରେଶ୍ୱର, ତବ ନାମେ ବାହାରିଯିବି ଅନୁରାଗ। এই কথাটা ସେତେବେଳେ ବୁଝିପାରିନଥିଲି, କିନ୍ତୁ ଯେତେବେଳେ 1999 ବାତ୍ୟା ହେଲା, ମହାବାତ୍ୟାରେ ଯେତେବେଳେ ଓଡ଼ିଶା ସାରା ମଙ୍ଗା ଲକ୍ଷ ଓଡ଼ିଶା ସାରା ବୁଲିଲି, କି ପ୍ରକାର ବିଧ୍ୱଂସ, କି ପ୍ରକାର ଜନହାନି, କୁଳପୁର ସହ ଏସବୁ କିନ୍ତୁ ତାର 2 ମାସ ପରେ ପୁଣି ଯେତେବେଳେ ଯେଉଁ ଗଛ ସବୁ ଭାଙ୍ଗି ଯାଇଥିଲା, ପୁଣି ଦୁଇଟି ପତ୍ର ହେଇକି ପହଞ୍ଚିଲାନି, ଯେଉଁ ଘର ସବୁ ଉଡ଼ି ଯାଇଥିଲା ପୁଣି ସବୁ ସେଥିରେ ଲୋକମାନେ ଧୀରେ ଧୀରେ ଗଲେଣି। ଦୁଇଟି ସତ୍ୟ ଭିତରେ ଆମର ସଂଘର୍ଷ। ଜନକ ମହାରାଜ ବସିଛନ୍ତି ରାଜସିଂହାସନ, ମଧ୍ୟାହ୍ନ ଆସନ, ହଠାତ୍ ତାଙ୍କୁ ଟିକେ ଭୋଗ ଲାଗିଲା, ଘୁମେଇ ପଡ଼ି ଦେଖୁଛନ୍ତି ରାଜଗାଦି ତାଙ୍କର ଚାଲି ଯାଇଛି, ଗରିବ ହେଇଯାଇଛନ୍ତି, ଭୋକ କରୁଛି, ଖାଇବାକୁ ନାହିଁ, ଗୋଟେ ଭିକ୍ଷା ଥାଳି ଧରିକି ବୁଲୁଛନ୍ତି ରାସ୍ତାରେ। ବୁଲିଲା ବେଳକୁ ଜଣେ କ'ଣ କରୁଛି, ଘୋଡ଼ା
रुटी थाली में पकई दे से खाइबा उद्यत होती दीटा षंढ लड़ा आसिक पड़िया धक्का मार रुटी दीटा पड़ जाऊँगी गोटे कुकुर पड़े से हाउस वास कर निद भागी राजा सुन बस समय पंचायत बंधु आसिक कहते आज्ञा आपंकर मन ही से आसन राजा मन हिरे गले मन हिरे बस देखते दिव्य अनेक प्रकार मन मन भावना गृह बाहर कहले गोटे मिनिट आगुरी मुझे स्वप्न देखुଥିଲି ଧୋଇ ପଡ଼ିକିରି ସେଇଟା ସତ୍ୟ ନା ବର୍ତ୍ତମାନ ମୋ ଆଗରେ ଯାହା ହେଇଛି ସେଇଟା ସତ୍ୟ ଏ ଦିଟା ଭିତରୁ କୋଉ ଗୋଟାକ ସତ୍ୟ ସେ ଆଉ ଠିକ୍ କରିପାରିଲେ ଉଠି ଆସିଲେ ମଧ୍ୟାହ୍ନ ଭୋଜନ ସାଙ୍ଗେ ସାଙ୍ଗେ ପଣ୍ଡିତମାନଙ୍କୁ ଡକେଇଲେ କହିଲେ ଆପଣ କୁହନ୍ତୁ ମୁଁ ଗୋଟିଏ ମିନିଟ୍ ଆଗରୁ ଯାହା ସ୍ୱପ୍ନ ଦେଖିଲି ତାହା ସତ୍ୟ ନା ବର୍ତ୍ତମାନ ମୁଁ ଯାହା ଦେଖିଲି ତାହା ସତ୍ୟ ସେଇଠୁ ପଣ୍ଡିତମାନେ କିଛି विचार कर पारे आम कहीपर विषय बहुत समय पर्यटन राजा ये विषय दृढ़ कले चिंता कले तेने हठात अष्टावक्र ऋषि आसिक पहुंचे राजा कही जी यार समाधान करते मुझे गुरु रूपे वर्ण करे अष्टावक्र ऋषि पचारे आज्ञा ये दीटा स्वप्न देखी कि प्रकृत में मो आगे आ सत्य कौटा अष्टावक्र ऋषि कहले ये दुईटा जाक सत्य गोटे हूँ आपेक्षिक सत्य किंतु आ बाद आउ गोटे सत्य अच्छी से चिरंतन सत्य से चिरंतन सत्यटा हूँ ये चिरंतन सत्य को जो मैंने जानते से आपेक्षिक सत्य राजा खुशी गले कहले जहाँ ये दुईटा आपेक्षिक सत्य बाटे आउ गोटे सत्य अच्छी से भगवान ग्रीक माने मन करती सबुदिन गोटे नूतन सूर्य उदय हो ग्रीस देखिए आप प्रत्येक सकाल उत्साह उद्दीपनामय सकाल आ प्रत्येक समय उत्सव पालन करते प्रत्येक सकाल किंतु प्रकृत सूर्य उदय अच्छी ना अस्त अच्छी कि आम अनुभव कर हाँ सूर्य अस्त हेले राति हुए सूर्य उदय हेले सकाल तेणु एदिटा कोटा सत्य उदय अस्त सत्य ना सूर्य हाँ सूर्य अस्त हेले दक्षिण गोलार्ध रे आलोक हुए दक्षिण गोलार्ध रे अस्त हेले उत्तर गोलार्ध रे आलोक हुए तेणु एदिटा प्रथम दिन है व्यवहारिक सत्य द्वितीय दिन है चिरंतन सत्य हूँ कौन ना सूर्य अच्छा निज पक्ष अवस्थापित निजर आलोक आलोकित कर पृथ्वी को आलोक प्रदान ये होची गोटे सत्य चिरंतन सत्य आम कहबार कथा उद्देश्य होची जे आम जहाँ देखु दृश्यमान पृथ्वी रे ताहा सत्य नुहे जहाँ ता बाद आउ गोटे सत्य अच्छी ये सत्य होचंती से एमाने पहिले प्रथम अलेक्जेंडर गुरु अरिस्टोटल तांको गुरु प्लूटो कहले तीनोटी जिनिस होची पृथ्वी रे तीनोटी जिनिस अछि तीनोटी होची सत्य उत्तमता सौंदर्य भारत रो मुनि ऋषि माने कहले सत्यम शिवम सुंदर ठाकुर कहले कौन सत चित आनंद ठाकुर होचंती सच्चिदानंद घन ये जिनसटा हमें बहुत बहुत दिन खोजा बहुत दिन प्रारब्धर खनन बहुत जन्मर अनेक जन्म पर आम ठाकुर को पाइछु सद्गुरु रूपे गुरु रूपे इष्ट रूपे एवं आम जीवन समर्पित कर सेवा कर वर्तमान कथाटी हूँ तृतीय सत्यटी जानापी कि नलिनीकांत साधक नलिनीकांत तांत्रिक गुरु बामाख्यपा को पचारे कहले माँ किए माँ दर्शन कर मत मिलनी जदि माँ दर्शन देवे मत कौ रूप दर्शन देवे आप मत यहाँ बुझे दिंतु बामाख्यपा कहले शुण
ମୁଁ କେବଳ ଏତିକି ଜାଣେ ମାଙ୍କର କ'ଣ କୌଣସି ରୂପ ଅଛି? ସେ ଜଗତର ସମସ୍ତ ଭିତରେ ଆତ୍ମା ରୂପରେ ଚଳତ ଶକ୍ତି ରୂପରେ ସତତ ବିଦ୍ୟମାନ। ସେ କେଉଁ ରୂପରେ ଦେବେ ଦର୍ଶନ, କେଉଁ ରୂପରେ ନ ଦେବେ ସେ କଥା ମୁଁ କିଛି କହିପାରିବିନି। ଏତିକି କେବଳ ମୁଁ କହିପାରେ, ତାଙ୍କୁ ପାଇବାକୁ ଉପାୟ ବତେଇ ଦେଇପାରେ। ତାଙ୍କ ପାଖରେ ସିଏ ଆସିଲେ ତୁମେ ତାଙ୍କ ପାଖରୁ ପଚାରିକି ବୁଝିବ। ବ୍ରହ୍ମା ବିଷ୍ଣୁ ଆରାଧ୍ୟା, ଶିବ ଆରାଧ୍ୟା ମାଙ୍କର ଚରଣ ତଳେ ଜପ ସମର୍ପଣ ପୂର୍ବକ ନଳିନୀକାନ୍ତ କହିଲେ, ମା ମତେ ଟିକେ ବତେଇ ଦିଏ ତମେ କିଏ? ମତେ ଏ ସଂସାରରେ ମୁଁ ଟିକେ ଆପଣଙ୍କର ସାନ୍ନିଧ୍ୟ ଦେବାକୁ ଚାହୁଁଛି। ଆପଣ ମତେ ଏ ବିଷୟରେ ବ୍ରହ୍ମ ଆତ୍ମା ଭଗବାନ ବିଷୟରେ ତତ୍ଵ ମତେ ପ୍ରଦାନ କରନ୍ତୁ। ଆଉ ମୋ ମସ୍ତକରେ ଚରଣ ସ୍ଥାପନ କରନ୍ତୁ। ମା ନଳିନୀକାନ୍ତଙ୍କ ମସ୍ତକରେ ଚରଣ ସ୍ଥାପନ କଲେ। ମରିଗଲି ମରିଗଲି ବୋଲି ଚିତ୍କାର କରି ଉଠିଲେ ନଳିନୀକାନ୍ତ, ସାଧକ ନଳିନୀକାନ୍ତ। ତାପରେ ମା ଆସ୍ତେ ଆସ୍ତେ ଚରଣ ଉଠେଇ ଦେଇକି କହିଲେ, ବତ୍ସ କି ବର ମାଗୁଛୁ ମାଗେ। ସାଧନାର ପୂର୍ଣ୍ଣ ପରେ ନଳିନୀକାନ୍ତ କହିଲେ, ମୁଁ କି ବର ମାଗିବି ମା? ମତେ କିଛି ମାଗିବାର ନାହିଁ, ମୁଁ ତୁମକୁ ଚାହେଁ। ମା କହିଲେ, କହିଲେ ମୁଁ ବାଚ୍ଛା କଳ୍ପନ୍ତୁ, ମୁଁ ସତତ ତୁମ ଭିତରେ ଅବସ୍ଥିତ ଅଛି। ଯେତେବେଳେ ଚାହିଁବୁ ମୁଁ ସେଇ ରୂପରେ ତତେ ଦେଖାଦେବି। ଏହା ଛଡ଼ା କ'ଣ କରିପାରିବି ନାହିଁ। ତାପରେ କହିଲେ, ମା ମୁଁ ଏତକ କଥା ଜାଣିନାହିଁ, ମତେ ସ୍ୱରୂପରେ କ'ଣ ତୁମେ ମତେ ଦର୍ଶନ ଦିଅ। ମା କହିଲେ, ଦେଖ ସକଳ ଜୀବ ମଧ୍ୟରେ ମୁଁ ଆତ୍ମା ରୂପରେ ପ୍ରଥମେ ପ୍ରତିଷ୍ଠିତ ଥିଲି। ସେଇ ଆତ୍ମା ହେଉଛି ବ୍ରହ୍ମ ଆତ୍ମା ଭଗବାନର ରୂପାନ୍ତର। ତାପରେ ଧୀରେ 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 ମାୟାର ଆବରଣ ହେଲା। କ'ଣ ଭଏସଟା? ବହୁତ ସମୟ 5 ମିନିଟ୍ ସାରିଛି। କିଛି ଦିନ ତଳେ 4-5 ଦିନ ତଳେ ମୁଁ ହଠାତ୍ ଟେଲିଫୋନ ପାଇଲି ହାଇଦ୍ରାବାଦ ସଞ୍ଜୟ ଭାଇ କଥା। ସଞ୍ଜୟ ଭାଇ କହିଲେ, ଭାଇ ଆମର ବାର୍ଷିକ ଉତ୍ସବ ହେଉଛି 7 ତାରିଖ ଦିନ, ଆପଣ ଟିକେ ଆସିବେ। ବାବାଙ୍କର ବହୁତ ଇଚ୍ଛା ଆପଣ ଟିକେ ବାର୍ଷିକ ଉତ୍ସବରେ ଯୋଗ ଦେବେ। ମୁଁ କହିଲି, ବଢ଼ିଆ ବାହାଘର ଟାଘର ବହୁତ କାର୍ଯ୍ୟ ରହିଛି, ଆଉ ତା ଭିତରେ ସମ୍ଭବ ହେବ କି ନାହିଁ। ସେଠୁ ସେ କହିଲେ, ଦେଖନ୍ତୁ। ତାପରେ ସଂଗ୍ରାମ ଭାଇ ଫୋନ କଲେ, କହିଲେ 7 ତାରିଖରେ ନୁହଁ 8 ତାରିଖରେ ହେବ। ହଉ ନିଶ୍ଚୟ ଆସିବି। ଯେତେବେଳେ ବାପାଙ୍କର ଇଚ୍ଛା ବହୁତ, ତେଣୁ ନିଶ୍ଚୟ ଆସିବି ବୋଲି କହିଲେ। ଆଧ୍ୟାତ୍ମିକ ଜୀବନରେ ପ୍ରଥମେ ଠାକୁର ଆମ ପାଖରେ ଅଛନ୍ତି ସବୁବେଳେ, ସବୁକାଳେ ଆମର ସମସ୍ତ କାର୍ଯ୍ୟକୁ ନିରୀକ୍ଷଣ କରୁଛନ୍ତି। ଅନ୍ଧାରରେ ବାଟ ବୁଲିଲା ବେଳେ ବାଟ ଦେଖେଇ ଦେଉଛନ୍ତି। ଝଡ଼ିଗଲା ବେଳେ ଶୀତଳ ପାଣି ଛିଞ୍ଚିକି ଶୀତଳ କରିଦେଉଛନ୍ତି। ଏବଂ ମହାବିପଦରେ ପଡ଼ିଗଲା ବେଳେ ତାର ଉଦ୍ଧାର କରୁଛନ୍ତି। ଏ କଥାଟା ନିଜ ଜୀବନରେ ଅନୁଭବ ନ କଲେ ଜାଣିବା ମୁସ୍କିଲ। ଆଉ ଯେ ସବୁବେଳେ ତାଙ୍କର ଗୋଟିଏ ଶୀତଳ ଧର୍ମ ଆମ ଭିତରେ ଆଚ୍ଛାଦିତ କରି ରହୁଛି, ତାହା ହେଉଛି ଆଦିନି ଶକ୍ତି। ଏ କଥାଟା ନିଜ ଭିତରେ ଅନୁଭବ ନ କଲା ଯାକେ ତାହା ଜାଣିହେବ। ସେ ଅନୁଭବର କିଛି ଗୋଟେ 3ଟା ନିର୍ଣ୍ଣୟ ଅଛି। ପ୍ରଥମଟା ହେଲା କ'ଣ ନା ଆକସ୍ମିକତା। ହଠାତ୍ ଆପଣ ଯାଉଛନ୍ତି, ବାଟ ଭୁଲିଗଲେ ଅନ୍ଧାର ରାତିରେ। ହଠାତ୍ କିଏ ଜଣେ ଆସିକି କହିଲା, ଆଜ୍ଞା ବାଟ ଆପଣ ଭୁଲ ବାଟରେ ଯାଉଛନ୍ତି, ଏଇ ବାଟରେ ଯାଅ। ସେ ଜଣକ କିଏ? ଭାଇ କହୁଥିଲେ, ଆପଣ ଯେମିତି ଅନୁଭବ କରୁଛନ୍ତି ସମସ୍ତେ ଅନୁଭବର କଥା କହିବାଟା ହେଉଛି ଭାବ ବିନିମୟ। ଗୋଟେ ଦିଟା ଅନୁଭବର ଉଦାହରଣ ଦେବି ସାର୍। ମୁଁ ସେତେବେଳେ ଦିଲ୍ଲୀରେ ଥାଏ, 1978 ମସିହା।
विभाग नुआ होता है माँ को सहित जाइए हॉस्पिटल एत कम थाए किसी बड़े समय भी पाई मोर जन हाउस सर्जन थाए से कहला सार आप मैडम को आने के बुले जाना किसी बस में जाएंगे आगे मोर गोटे स्कूटर नुआ चेकअप स्कूटर આપણે એક લઈ ગયા ଗୋଟେ ରବିବାର ଆମେ ଗଲୁ ଯାଇକି ସବୁ ବୁଲାବୁଲି କରିକି ଯେତେବେଳେ ଫେରିଲୁ ସେତେବେଳକୁ ସନ୍ଧ୍ୟା ହେଇ ଆସିଲେ ଶୀତ ଦିନ ଶୀତ ରାତିର କୁହୁଡ଼ି ସବୁ ପଡ଼ି ଆସିଲାଣି ଅନ୍ଧାର ହେଇ ଆସିଲାଣି ଠିକ୍ ଇଣ୍ଡିଆ ଗେଟ୍ ଆଉ ରାଷ୍ଟ୍ରପତି ଭବନ ଭିତରେ ସ୍କୁଟରଟା ଖରାପ ହେଇଥିଲା ଝିଅର ଗ୍ଲୋଭ୍ସ ଦିଟା ତାର ବହୁତ ସମୟ ଇତସ୍ତତ ଭାବରେ ଠେଲାପେଲା କରିକିରି ସେ ପଡ଼େ ଖେଳୁथा କିନ୍ତୁ କିଛି ହେଲାନି ବାଧ୍ୟ ହେଇକିରି ଠାକୁରଙ୍କୁ ଟିକେ ସ୍ମରଣ କରୁ ସବୁବେଳେ ମୋ ପାଖରେ ଗୋଟେ ଠାକୁରଙ୍କର ବିଗ୍ରହ ଥାଏ ଆଜି ବି ଥିବ ଗଛପତ୍ର ଠାକୁରଙ୍କୁ ସ୍ମରଣ କରୁ ଯେତେବେଳେ ହତୋତ୍ସାହ ହେଇଗଲା ଅନ୍ଧାର ରାତି କେହି ନାହାନ୍ତି ପତ୍ନୀ ନୂଆ ବିବାହିତ ଲତା ବି ଲିଭିନି ଗହଣା ବି ଓହ୍ଲେଇ ନାହାନ୍ତି ଏହି ସମୟରେ ଶୁଣିଲି ପଛରୁ ଠକ୍ 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 ଗୋଟେ ଆୱାଜ ହେଉଛି ଯେମିତି ଠାକୁର ଚାଲୁଛନ୍ତି ବାଡ଼ିଟା ଯେମିତି ଶବ୍ଦ ହେଉଛି ମୋ ପାଖ ଦେଇକି ଚାଲିଗଲେ ଜଣେ ଭଦ୍ର ବ୍ୟକ୍ତି ସୁଟ୍ ପିନ୍ଧିଛନ୍ତି ଗୋଟେ ହ୍ୟାଟ୍ ପିନ୍ଧିଛନ୍ତି ବାଡ଼ିଟା ପୁଣି ଠକ୍ 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 କରିକି ଆଗକୁ ଚାଲିଗଲା ପୁଣି ଫେରି ଆସିଲେ ହଠାତ୍ ସେ ଭଦ୍ର ବ୍ୟକ୍ତି ପଚାରିଲେ ନାଇଁ ଡକ୍ଟର ସାହେବ ଆପଣ କ'ଣ କରୁଛନ୍ତି ଏଠି ଆଜ୍ଞା ଏମିତି ସ୍କୁଟରଟା ଖରାପ ହେଇଗଲା ଅନ୍ୟ କେଉଁଠି ଏଠି ବାଟରେ ଗାଡ଼ି ନାହିଁ ରିକ୍ସା ନାହିଁ କିଛି ନାହିଁ ନା କିଛି ବ୍ୟସ୍ତ ହୁଅନ୍ତୁ ଆସନ୍ତୁ ମୋର ବଙ୍ଗଲୋଟା ଏଇ ଜଷ୍ଟ ଏକ ରସ୍ତି ରୋଡ଼ ମୁଁ ତାକୁ ଚିହ୍ନି ପାରୁନି ସେ କିଏ ଯାହା ହଉ ଗୋଟେ ସାହାରା ମିଳିଲା ବେଳେ ତାଙ୍କ ସାଥିରେ ଗଲୁ ଆମେ ସ୍କୁଟରଟାକୁ ସେଇଠି ଷ୍ଟାଣ୍ଡ ମାରିଦେଲି ପିଲାଙ୍କୁ ପୋଷ୍ଟ ପରେ ଜଷ୍ଟ ଆକ୍ରସ୍ ଦି ଲନ୍କୁ କ୍ରସ୍ କରି ଚାଲିଗଲା ତାଙ୍କ ଘର ତାଙ୍କ ବଙ୍ଗଲୋ ଆଗରେ ଲେଖା ହେଇଛି जस्टिस सीपी जॉन बोल जाओ ये मु चिन्ही भी पारुनी किंतु जने आश्रय दउची संगे संगे से कौन बोले ना ताको पत्नी के डाकेले बोले हे देखो के आसीचंती हम घर बानी के आसीचंती ताको झियो को डाकेले मु हम चिन्ही पारुनी तो किस समय पर कहले ताको झियो जेतले आसला मु चिन्ही पारनी बोले रे ये तो मोर पेशेंट हो बोले ଆପଣ ଚିହ୍ନି ପାରୁନାହାନ୍ତି ଆପଣ ତ ଆକୁ ଫଲୋ କଲେ ମୁଁ କେତେ ଆଡ଼େ କରିଛି ରାମ ମନୋହର ଲୋହିଆ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ସଫଦରଜଙ୍ଗ ସବୁ କେହି ଭଲ କରିପାରୁନଥିଲେ ଆପଣ ତାକୁ ଡାଇଗ୍ନୋସିସ୍ କଲେ 9 ମାସ ଟ୍ରିଟମେଣ୍ଟ ପରେ ସେ ସୁସ୍ଥ ହେଇକି କେତେ ସୁନ୍ଦର ଅଛି ସାଙ୍ଗେ ସାଙ୍ଗେ ଡ୍ରାଇଭରକୁ ଡାକିଲେ କହିଲେ ସ୍କୁଟର ନେଇ ଆସ ମୋତେ ଘରେ ପହଞ୍ଚେଇ ଦେଖିଥିଲି ଏଇ ଯେଉଁ ଅନ୍ଧାରରେ ବାଟ ଉଡ଼ି ଯାଉଥିଲା ବେଳେ କଷ୍ଟରେ ପଡ଼ିଥିଲା ବେଳେ ଜଣେ କିଏ ଆସିছে ହାତ ଧରି ନେଉଛି ସେ କଥାଟା କିଏ अमेरिका जाइए प्रथम थर पे WHO फेलोशिप 1982 मसीहा बोस्टन सहर मोर शला से अच्छी मु आगु पैसा जे मत रिसीव करी राति 11टा बेले फ्लाइट पहुंचला ताऊ पहुंच के ना से शला को फोन करी ता मेसिन रे लगाई नॉट देयर फोन करी बाहर के आसली से तो को असला वाले तो जने भद्र व्यक्ति से आई रिकॉर्ड की व्हाट यू वांट टू डू कोई इंटरनेशनल इंस्टीट्यूट ऑफ कम्युनिकेशन डिजीज मुंडावली फेलोशिप से पहले आसन तो मु जाउची आप टीवी रे बसई देबी चेंज करबी आप ऊपर उठी से चली पाखडा मु गली ट्यूब बसई देखली रातिर अंधकार शीत दिन कहीं कुआरे टैक्सी नहीं किसी नहीं भारी असुविधा है प्रार्थना कर देखिए हठात गोटे रेड लाइट पाखे टैक्सी टे थुआई दौड़ी जाए से टैक्सी द्वार खोलिक बसीगले देखिए जड़े इंडियन लोक से कौन कर हिंदी में कथबार्ता होती कहली ये जावाक चाहूँगी से कहले चलो नहीं गला से कहते खोलिया नहीं सब सिस्टम अच्छे कार्ड सिस्टम मो कार्डटा नहीं देवी से
ସେଦିନ ରାତିରେ ମୋତେ ମୋବାଇଲ ତାହେଲେ ଗୋଟେ ହୋଟେଲରେ ରହିଯିବା ଆମେ 30ଟା ହୋଟେଲ ସେଦିନ ରାତିରେ ବୁଲିଛୁ ପୋଷ୍ଟରରେ ସେଟା ଏଜୁକେସନ ହବ୍ ସବୁ ପରୀକ୍ଷା ସିଜନ କୋଉଠି ହେଲେ ମିଳିଲାନି ସେଠୁ 30 କିଲୋମିଟର ଦୂରରେ ଗୋଟେ ହୋଟେଲରେ ନେଇକିରି ମୋତେ ପଠେଇ ରଖିଲା କହିଲେ ମୋ ଚିହ୍ନା ପରିଚୟ ରଖନ୍ତୁ ସେଠୁ ତାକୁ ସେତେବେଳକୁ ଆମେ 3 ଘଣ୍ଟା କାଳ ପୋଷ୍ଟରରେ ଟ୍ୟାକ୍ସିରେ ବୁଲି ସାରିଲୁ ସେଠୁ ତାକୁ କାଢ଼ିକିରି $500 ନୋଟଟେ ଦେଲି ସେ $500 ନୋଟଟା ଫେରେଇ ଦେଲା ମୋତେ କୁଣ୍ଢେଇ ପକେଇଲା ଇଂଲିଶରେ କହିଲା ସାର୍ ୟୁ ଆର୍ ମାଇ ବ୍ଲଡ୍ ଆଇ ଆମ୍ ୟୁଅର୍ ବ୍ଲଡ୍ ଆପଣଙ୍କର କ'ଣ ପଇସା ନାହିଁ ପଇସା ନେଲାନି ଗୋଟେ କାର୍ଡ ଦେଲା କହିଲା ଏଇଟା ମୋର ଆଡ୍ରେସ୍ ଏ ମୋର ଟେଲିଫୋନ ନମ୍ବର କାଲି ସକାଳେ ଯେତେବେଳେ ଡାକିବେ ମୋତେ ଫୋନ୍ କରିବେ ମୁଁ ଆସିବି ଆଉ ସେ ଲୋକଟି ଟିକେ ଶ୍ୟାମଳ ବର୍ଣ୍ଣର ଭିଡ଼ା ହେଇକି ଦେଖିବେ ଭାଇଙ୍କର ଆଉ ତାଙ୍କର ସାମଞ୍ଜସ୍ୟ ବହୁତ ଅଛି କିନ୍ତୁ ମୁଁ କିଛି କହିଲିନି ସେ କାର୍ଡଟା ରଖିଲି ତାର ସକାଳ ପ୍ରଥମ କାର୍ଯ୍ୟ ହେଲା ଉଠିକିରି ଧନ୍ୟବାଦ ଜଣେଇବି ଆଉ କହିବି ଆସରୁ 4ଟା ଫୋନ୍ ନମ୍ବର କୌଣସି ତାକୁ ଫୋନ୍ କଲେ ଦିସ୍ ନମ୍ବର ଡଜଣ୍ଟ ଏକ୍ଜିଷ୍ଟ ଦିସ୍ ନମ୍ବର ଡଜଣ୍ଟ ଏକ୍ଜିଷ୍ଟ ହୋଟେଲ ବାଲା କୋଟି କହିଲି ହୋଟେଲ ବାଲା ଦିସ୍ ନମ୍ବର ଇଜ୍ ନଟ୍ ଆଭେଲେବଲ୍ ତେଣୁ ମୁଁ ସେତେବେଳେ ଜାଣିଲି ଯେ ମୁଁ I missed jewel which I could have recognized it then and there. ତେଣୁ ଆକସ୍ମିକ ଭାବରେ କେତେବେଳେ ଡିଭାଇନ୍ ୱିଲ୍ ତାର କିଛି ଇଏ ନାହିଁ ତାପରେ ଦ୍ୱିତୀୟ ପ୍ରଥମ ଚିହ୍ନ ହେଲା ଆକସ୍ମିକତା ସେମିତି ଆକସ୍ମିକ ଭାଗରେ ସଞ୍ଜୟ ଭାଇ ଯଦି ମୋତେ ଫୋନ୍ ନମ୍ବର ଥାନ୍ତେ ରାତିରେ ମୁଁ ଆସିଥାନ୍ତି ଦ୍ୱିତୀୟରେ ହେଲା କ'ଣ ନା ପ୍ରିୟତା ପ୍ରିୟତା ହେଲା କ'ଣ ନା ପରିଚାଳକ ପୂର୍ବତନ ପରିଚାଳକ ଯିଏ ଥିଲେ ଦୁର୍ଗାଚରଣ ଭାଇ 1930 ମସିହା ମାର୍ଚ୍ଚ 20 ତାରିଖରେ ଯଦି ଶ୍ରୀ ଠାକୁରଙ୍କୁ ନ ଦେଖେଇଥାନ୍ତେ ତାହେଲେ କ'ଣ ହେଇଥାନ୍ତା କ'ଣ ନାହିଁ ମୁଁ ଜାଣିନି ତେବେ ତାଙ୍କୁ ଗୋଟିଏ କଥା ହେଲା ଯେ ପ୍ରଥମ ଦିନ ଗଲେ ହରେନ୍ଦ୍ର ଦାଦାଙ୍କୁ ଭଗେଇ ଦେଲେ କହିଲେ ନାଇଁ ଏଠି କିଛି ଠାକୁରଙ୍କ ସତ୍ୟ ନା ଦ୍ୱିତୀୟ ଦିନ ଯାଇକି ପହଞ୍ଚିଲେ ଠାକୁର ନିଜେ ଦ୍ୱାରଟା ଖୋଲିଦେଲେ ଠାକୁରଙ୍କ ପାଖରେ ପ୍ରଣାମ କଲେ ଭୂତଳିତ ହେଇଥିଲେ ଭାଇକି ପଚାରିଛନ୍ତି କହିଲେ ଆପଣ ଠାକୁରଙ୍କୁ ପ୍ରଥମ ଦର୍ଶନରେ କ'ଣ ଆପଣଙ୍କୁ ଜଣାପଡ଼ିଲା ଭାଇ ଯୋଡ଼ିଏ ଧାଡ଼ି ଲେଖିଛନ୍ତି ପ୍ରିୟାୟ ପ୍ରିୟତମାୟ ପ୍ରାଣାୟ ପରମାତ୍ମନେ ଭକ୍ତ ଜନାର୍ଥ ହରାୟ ତସ୍ମୈ ଶ୍ରୀ ଗୁରବେ ନମଃ ତେଣୁ ହେଉଛି ପ୍ରିୟତା ଯେ ସଚ୍ଚିଦାନନ୍ଦରୁ ଆନନ୍ଦ ପ୍ରିୟତା ଏବଂ ये सब ହେଉଛି ଗୋଟିଏ ଜିନିଷ ଯୋଉଟାକି ଡିଭାଇନ୍ ଗୋଟିଏ ହେଲା ଆକସ୍ମିକତା ଗୋଟିଏ ହେଲା ପ୍ରିୟତା ଆଉ ଗୋଟିଏ ହେଲା ଆତ୍ମ ଉଲ୍ଲେସତା ଆର ଆତ୍ମୀୟତା ଯଦି ନଥିବ ଭାଇଙ୍କୁ ଦେଖାହେଲା ବହୁତ ଦିନ ପରେ ଆତ୍ମୀୟତାରେ ସେ କୁଣ୍ଢେଇ ପକେଇଲେ ଆତ୍ମ ଉଲ୍ଲେସତା ହେଇଗଲା ଗୋଟିଏ ହେଉଛି ଆତ୍ମ ଉଲ୍ଲେସତା ତାଙ୍କର ପୂର୍ବବଙ୍ଗ ଗସ୍ତ ସମୟରେ ଦିଗନ୍ତୀ ବନ୍ଦୋପାଧ୍ୟାୟ ପରିବାରକୁ ବହୁତ ଥର ଯାଆନ୍ତି ସେଠି ପଚାରିଲେ ଠାକୁର କାହିଁକି ଏ ପରିବାର ସହିତ ଆପଣଙ୍କର ସମ୍ପର୍କ କ'ଣ ଆପଣ କାହିଁକି ଆସୁଛନ୍ତି ଏତେ ଥର ଠାକୁର କହିଲେ ଆରେ ତମେ କ'ଣ ଜାଣିବ ଏ ପରିବାରରେ ମୋର କେତେ ଆତ୍ମୀୟ ଜନ୍ମ ଗ୍ରହଣ କରିଛନ୍ତି ତାର ହିସାବ କ'ଣ ମୁଁ ତମକୁ ଦେବି ତେଣୁ ଆତ୍ମୀୟତା ହେଉଛି ଭଲ ଜିନିଷ ସେ ସେତେବେଳେ କହିଲେ ତାଙ୍କର ରାଣୀମା ତାଙ୍କର ମା ଆଉ ତାଙ୍କ ପିଲାମାନେ ଠାକୁରଙ୍କ ସହିତ ଶଇ ବସୁଥିଲେ ଠାକୁର କହିଲେ ଶଇ କ'ଣ ବସିବ ପିଲାମାନଙ୍କ ସହିତ ଶଇ ମାନେ ଦବା ଆଉ ନବା ତମେ କିଛି ଦବ ମୁଁ କିଛି ଦେବି ତାଙ୍କ ପିଲାମାନେ ଦୌଡ଼ିଗଲେ କିଏ ଟେବୁଲ କ୍ଲଥ୍ କିଏ ରୁମାଲ କିଏ ଆଣିଦେଲେ ଠାକୁର ସେଠି କହିଲେ ତମେ ଦେଲ ଆଚ୍ଛା ହଉ ମୋ ପାଖରୁ ଗୋଟେ ଫାଉଣ୍ଟେନ୍ ପେନ୍ ବାହାର କରିକି ତାଙ୍କୁ ଦେଲେ ଏଇ ସମୟରେ କହିଲେ ତମେ ଆଉ ମୁଁ ସମାନ ପିଲାମାନଙ୍କୁ କହିଲେ ପିଲାମାନେ କହିଲେ ଆପଣ କେଡ଼େ ବଡ଼ ଲୋକ ଆପଣଙ୍କ ଚରଣାଦେବ ସମସ୍ତେ ପାନ କରୁଛନ୍ତି ଆମେ କ'ଣ ଆମ ଚରଣାଦେବ କ'ଣ କିଏ ପାନ କରୁଛି ଏଇ ନାହିଁ ତାପରେ କହିଲେ ଏଇ କଥା କହିଲେ
ଅନୁଦାନ ମହୋଦୟ କହିଲେ ଗୋଟିଏ ଆଣ ତସଲାରେ ପାଣି ଆଣ ତୁମେ ମାନେ ଗୋଡ଼ ଟିପ ବୁଢ଼ା ସମସ୍ତେ ଶରଣାଗତ ପାନ କର ମୁଁ ବି ପାନ କରିବି। ସେଠୁ ସେମାନେ ପିଲାମାନେ ଗୁଡ଼େଇ ଯାଉଛନ୍ତି ଅନୁଦାନ ଭାଇ ଟିକେ ଆପଟ କରି କହିଲେ କ'ଣ କରୁଛ? ଠାକୁର କହିଲେ ନାଇଁ ମାନଙ୍କୁ କରିବାକୁ ଦିଅ। ସାଙ୍ଗେ ସାଙ୍ଗେ ସେମାନେ ଗୁଡ଼େଇ ଶରଣାଗତ ସମସ୍ତେ ପାନ କଲେ। ଶରଣାଗତ ପାନ କରିବାଟା ବଡ଼ କଥା ନୁହଁ। ସକଳ ନାରାୟଣ ବସନ୍ତି ଅନାଦି କାରଣ। ସମସ୍ତଙ୍କୁ ଠାକୁର ସେଇ ଭାବରେ ଦର୍ଶନ କରୁଥିଲେ ଯେ ସମସ୍ତଙ୍କ ଭିତରେ ନାରାୟଣ ଅଛନ୍ତି। ସେଥିପାଇଁ ଇଏ ହେଲା ଗୋଟିଏ ଆତ୍ମଉଲ୍ଲାସର କହିବା କଥା ହେଉଛି ଠାକୁର ଯେ ଜଣେ ସବୁବେଳେ ଆମ ପାଖରେ ଅଛନ୍ତି। ହଜିଗଲା ବେଳେ ଖୋଜି ଜାଣି ଦେଉଛନ୍ତି, ବାଟ ଭୁଲିଗଲା ବେଳେ ବାଟ ଦେଖି ଦେଉଛନ୍ତି, ଆଉ କହୁଛନ୍ତି ମୁଁ ଅଛି, ମୋ ହାତ ଧରି ଅଛି, ତୁମକୁ ଏ ସଂସାର ଉଦ୍ଧାର କରିବି। এই নির্ভর প্রতিশ্রুতি ঠাকুর ହିଁ କେବଳ ଦେଇଛନ୍ତି, ଆଉ କେହି ଆମର